ଆଜି ଆମେ ଆଲୋଚନା କରିବା ପିଲାମାନେ ଅଷ୍ଟମ ଶ୍ରେଣୀ ପରିମିତିର ଅନୁଶୀଳନୀ 5i ର ଅଲ୍ କନସେପ୍ଟ। ତ 5i କରିବା ପାଇଁ ଯାହା ସବୁ କନସେପ୍ଟ ରହିଛି ଏଠି ଆମେ ଆଲୋଚନା କରିବା। ତମେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖ ପିଲେ, ଯାହା ବି କନସେପ୍ଟ ରହିଛି ଅନୁଶୀଳନୀ 5i କରିବା ପାଇଁ ସବୁ କନସେପ୍ଟ ଆମେ ଡିଟେଲ୍ସ ଆଲୋଚନା କରିବା ଏଠି। ଏବଂ ପ୍ରଥମେ ଯୋଉ କନସେପ୍ଟ ରହିଛି ପିଲେ ସେଇଟା ହଉଛି ଘନ ପଦାର୍ଥ ଏବଂ ଏହାର ଆକୃତି। ଆମେ କାହାକୁ ଘନ ପଦାର୍ଥ କହିବା, ଆମେ କାହାକୁ ଘନ ପଦାର୍ଥ କହିବା ସେଇଟା ଦେଖିବା। ଏବଂ ଏହାର ବହୁତ ଗୁଡେ ଆକୃତି ଅଛି ପିଲେ, ସେଇ ଆକୃତି ଗୁଡିକୁ ସୁନ୍ଦର ଭାବରେ ଆମେ ଏଠି ଆଲୋଚନା କରିବା। ତେବେ ଏଇ ଘନ ପଦାର୍ଥ କଣ ଏହାକୁ ବୁଝିବା ପାଇଁ ପିଲେ ଆମକୁ ପ୍ରଥମେ ବୁଝିବାକୁ ହେବ ଦ୍ୱିମାତ୍ରିକ ଚିତ୍ର। କଣ ପିଲାମାନେ? ଦ୍ୱିମାତ୍ରିକ ଚିତ୍ର। ଏବଂ ଏହାକୁ ଆମେ ଇଂରାଜୀରେ କହୁ ଟୁ ଡାଇମେନ୍ସନାଲ ଫିଗର ବୋଲି ଆମେ କହିଥାଉ। ଠିକ ଅଛି, ଟୁ ଡାଇମେନ୍ସନାଲ ଫିଗର ବୋଲି ଆମେ କହିଥାଉ। ତ ଏଇ ଯୋଉ ଟୁ ଡାଇମେନ୍ସନାଲ ଫିଗର କାହାକୁ କହିବେ ପ୍ରଥମେ ତାହା ଦେଖିବା, ତାପରେ ଆମେ ଆଗକୁ ବଢିବା ପିଲାମାନେ। ତମେ ଦେଖିପାରୁଥିବ ଏଠି ମୁଁ ଗୋଟେ ପ୍ଲେନ ରେ ବହୁତ ଗୁଡିଏ ଚିତ୍ର ଡ୍ର କରିଦେଇଛି। ଏଇଟା ହଉଛି ବର୍ଗ ଚିତ୍ର, ବୃତ୍ତ, ଆୟତକ୍ଷେତ୍ର ଏବଂ ତ୍ରିଭୁଜ ଡ୍ର କରିଦେଇଛି। ଏବଂ ଏଇ ଯୋଉ ଚିତ୍ର ଗୁଡିକ ତମେ ଦେଖିପାରୁଛ, ଏଇ ଚିତ୍ର ଗୁଡିକ ଏଇ ପ୍ଲେନ ରେ ବା ଏଇ ସମତଳରେ ପୁରା ରହିଯାଉଛି। ଏହାର ସମସ୍ତ ଅଂଶ ପୁରା ପ୍ଲେନ ରେ ବା ସମତଳରେ ରହିଯାଉଛି, କୌଣସି ଅଂଶ ବି ବାହାରକୁ ବାହାରୁନି। ତ ତେଣୁକରି ଏହାକୁ ଆମେ କଣ କହିଥାଉ ପିଲେ? ଦ୍ୱିମାତ୍ରିକ ଚିତ୍ର ବୋଲି କହିଥାଉ। ଠିକ ଅଛି। ତ ଯଦି ଗୋଟେ ଚିତ୍ର ପିଲାମାନେ ଗୋଟେ ସମତଳରେ ଯଦି ରହିଯାଉଥିଲେ, ତାର ସମ୍ପୂର୍ଣ୍ଣ ଅଂଶ ଯଦି ସମତଳରେ ରହିଯାଉଛି, ତେବେ ସେଇଭଳି ଚିତ୍ରକୁ ଆମେ ଦ୍ୱିମାତ୍ରିକ ଚିତ୍ର ବୋଲି କହିପାରିବା। ତ ଏଇ ଚିତ୍ର ଛଡା ଆଉ ବି ବହୁତ ଗୁଡେ ଚିତ୍ର ଅଛି, ଯେମିତିକି ଆମେ ସାମାନ୍ତରିକ ଚିତ୍ର କହିପାରିବା, ଟ୍ରାପିଜିୟମ କହିପାରିବା। ଏଇ ସବୁ ଚିତ୍ର ଗୁଡିକ ପିଲେ ଏଇ ଦ୍ୱିମାତ୍ରିକ ଚିତ୍ରରେ ଯିବ ପିଲେ। ତାପରେ ଆମେ ଜାଣିବା ଯେ ତ୍ରିମାତ୍ରିକ ଚିତ୍ର ବା ତ୍ରିମାତ୍ରିକ ବସ୍ତୁ ଆମେ କାହାକୁ କହିବା ପିଲେ? ଆମେ ତ୍ରିମାତ୍ରିକ ବସ୍ତୁର ଚିତ୍ର ଗୁଡିକୁ ଆମେ ଡ୍ର କରିପାରିଥାଉ। ତ ଆମେ ପ୍ରଥମେ ଜାଣିବା କି ତ୍ରିମାତ୍ରିକ ବସ୍ତୁ କଣ। ଦେଖ ପିଲେ, ଏଠି ଗୋଟେ ପ୍ଲେନ ଅଛି, ଗୋଟେ ସମତଲ ଅଛି ଏବଂ ଏହି ସମତଲରେ ଏଇଟା ଗୋଟେ ଗୋଲକ ପିଲେ। ଏଇ ଗୋଲକ ଗୋଲକ ପିଲେ, ଗୋଲକର ଏକ୍ସାମ୍ପଲ କଣ ହେବ ପିଲେ? ଗୋଟେ ଫୁଟବଲ ବୋଲି ଭାବ ତମେ। ଠିକ ଅଛି। ତ ଗୋଟେ ଫୁଟବଲକୁ ମୁଁ ଏହି ପ୍ଲେନ ରେ ରଖିବା ପାଇଁ ଚେଷ୍ଟା କରୁଛି। ତ କଣ ହଉଛି ପିଲେ, ଏଇ ପ୍ଲେନ ର କିଛି ଅଂଶ, ଖାଲି କିଛି ଅଂଶ କଣ ହେଉଛି ଏହି ସମତଳରେ ରହିଯାଉଛି, କିନ୍ତୁ ବହୁତ ଗୁଡାଏ ଅଂଶ ଅଛି ଯେଉଁ ଅଂଶ ଗୁଡିକୁ ଏଇ ପ୍ଲେନ ରେ ରହୁନାହିଁ ପିଲେ। ତ ତେଣୁକରି ଏଇଭଳି ଆମେ ବସ୍ତୁକୁ ଆମେ କଣ କହିବା? ତ୍ରିମାତ୍ରିକ ବସ୍ତୁ ବୋଲି କହିବା ପିଲାମାନେ। ତ କଣ ତ୍ରିମାତ୍ରିକ ବସ୍ତୁ? ଯଦି ଗୋଟେ ସମତଳରେ ସେହି ବସ୍ତୁର ସମସ୍ତ ଅଂଶ ରହୁନାହିଁ, ତେବେ ଆମେ ତାହାକୁ କହିବା ତ୍ରିମାତ୍ରିକ ବସ୍ତୁ ବୋଲି। ଆଉ ବି ବହୁତ ଗୁଡିଏ ଚିତ୍ର ଅଛି ପିଲେ ସେ ତ୍ରିମାତ୍ରିକ ବସ୍ତୁର, ତମେ ଏଠି ଦେଖ। ତ ଏଠି ଦେଖ ପିଲେ, ବହୁତ ଗୁଡିଏ ତ୍ରିମାତ୍ରିକ ବସ୍ତୁର ମୁଁ ଚିତ୍ର ଏଠି ଡ୍ର କରାଯାଇଛି। ଏବଂ ଏଠି ତମେ ଦେଖିପାରୁଥିବ ଯେ ଏଇ ଯୋଉ ବସ୍ତୁ ଗୁଡିକ ଆମେ ପାଉଛୁ, ସିଲିଣ୍ଡର ଅଛି, ପ୍ଲେଟ, ପ୍ରିଜମ ଅଛି, କୋନ ଅଛି, ଓକେ, ପିରାମିଡ ଗୁଡିକ ଅଛି। ତ ଏଇ ଯୋଉ ଆମେ ବସ୍ତୁ ଗୁଡିକ ପାଉଛୁ, ଏଇ ବସ୍ତୁ ଗୁଡିକ ପିଲେ ଗୋଟେ ପ୍ଲେନ ରେ ରହିପାରେନି। ଠିକ ଅଛି, ଗୋଟେ ପ୍ଲେନ ରେ ବା ଗୋଟେ ସମତଳରେ ରହିପାରେନି। ତାର କିଛି ଅଂଶ ଉପରକୁ ଉଠିଯାଏ। ତମେ ଦେଖିପାରୁଥିବ ଏଇ ଅଂଶ ଉପରକୁ ଉଠି ଯାଇଛି। ପ୍ଲେନ ରେ ଖାଲି କେବଳ କିଛି ଅଂଶ, ଓକେ, କିଛି ଅଂଶ ଖାଲି ପ୍ଲେନ ରେ ରହୁଛି ବା ଗୋଟେ ପୃଷ୍ଠତଳ ରହୁଛି। ଆଉ ଅନ୍ୟ ଯୋଉ ପୃଷ୍ଠତଳ ଗୁଡାକ ରହୁଛି, ଅନ୍ୟ ଯୋଉ ସମତଳ ଗୁଡାକ ରହୁଛି, ସେ ଅଲଗା 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 ଜାଗାରେ ରହୁଛି ପିଲେ। ମାନେ ଗୋଟେ ପ୍ଲେନ ରେ ରହିପାରୁନି ପିଲେ, ଉପରକୁ ଉଠି ଯାଉଛି ପିଲେ, ଉପର ଅଂଶରେ ରହିଯାଉଛି, ସବୁ ଅଂଶ ଗୋଟେ ସମତଳରେ ରହୁନି ପିଲେ। ତେଣୁକରି ଏଇଭଳି ଆମେ ଚିତ୍ରକୁ ବା ଏଇଭଳି ବସ୍ତୁକୁ ଆମେ କଣ କହିବା? ଆମେ କହିବା ତ୍ରିମାତ୍ରିକ ବସ୍ତୁ ବୋଲି କହିବା। ଆଉ ଏଠି ଦେଖ ପିଲେ, ତମେ ଦେଖିପାରୁଥିବ ଏଇ ଯୋଉ ସମତଳ ଆମେ ପାଉଛୁ ପିଲେ, ତମେ ଦେଖିପାରୁଥିବ ଏଇ ସମତଳରେ ମୁଁ ଗୋଟେ ଗୋଲକ ରଖିବା ପାଇଁ ଚେଷ୍ଟା କରୁଛି। ତ ଗୋଲକର କିଛି ଅଂଶ ଖାଲି ଏଇ ସମତଳ ସାଙ୍ଗେ ରହିବ ପିଲେ, କିନ୍ତୁ ଏଇ ଯୋଉ ଅଂଶ, ଉପର ଅଂଶଟା ପିଲେ ଏଇ ସମତଳରେ ରହିବନି, ଏଇଟା ତ ଉପରେ ରହିବ। ଏଠି ବି ତମେ ଦେଖିପାରୁଥିବ ଏଇ ଯୋଉ ତଲେ ଆମେ ପାଉଛୁ ପିଲେ, ଏଇ ତଲର ଗୋଟିଏ ପୃଷ୍ଠତଳ ଖାଲି ଏଇ ପ୍ଲେନ ରେ ରହିବ। ବାକି ଏଇ ପୃଷ୍ଠତଳ ଅଛି, ଏଇ ପୃଷ୍ଠତଳ ଅଛି, ଏଇଆଡେ ପୃଷ୍ଠତଳ ଅଛି, ବହୁତ ଗୁଡେ ପୃଷ୍ଠତଳ ଏଇ ସମତଳରେ ରହୁନି ପିଲେ। ତେଣୁକରି ଏଇ ପ୍ରକାରର ବସ୍ତୁକୁ ଆମେ କଣ କହିବା? ତ୍ରିମାତ୍ରିକ ବସ୍ତୁ ବୋଲି କହିବା। ଏଠି ତମେ କୋନ ଦେଖିପାରୁଥିବ। କୋନ ରେ ବି କଣ ହେଇଛି ପିଲାମାନେ? କୋନ ର କେବଳ କିଛି ପାର୍ଶ୍ୱ ବା ଗୋଟିଏ ପୃଷ୍ଠତଳ ତମେ ଦେଖିପାରୁଥିବ, ଏତିକି ପୁରା। ଏଇ ପୃଷ୍ଠତଳ ଏତିକି ଅଂଶ ହିଁ ଏଇ ପ୍ଲେନ ରେ ରହିବ। ଏହାର ଏତିକି ଅଂଶ ହିଁ ଏଇ ପ୍ଲେନ ସାଙ୍ଗେ ରହିବ ଏବଂ ଏହାର ଏତିକି ଅଂଶ ହିଁ ଏଇ ପ୍ଲେନ ରେ ରହିବ। ଆଉ ବାକି ଅଂଶ କଣ ହବ ପିଲେ? ବାକି ଅଂଶ ଉପରେ ରହିଯିବ, ଏଇ ପ୍ଲେନ ରେ, ଏ ସମତଳରେ ରହିବ ନାହିଁ। ତେଣୁକରି ଏହାକୁ ଆମେ କଣ କହିଥାଉ? ତ୍ରିମାତ୍ରିକ ଚିତ୍ର ବୋଲି କହିଥାଉ ବା ତ୍ରିମାତ୍ରିକ ବସ୍ତୁ ବୋଲି କହିଥାଉ। ଆଉ ଏଇ ଯୋଉ ଚିତ୍ର ଆମେ ଡ୍ର କରିଛୁ, ଏଇ ଚିତ୍ରକୁ ଆମେ କହିବା ତ୍ରିମାତ୍ରିକ ବସ୍ତୁର ଚିତ୍ର ବୋଲି ଆମେ କହିବା ଏହାକୁ। ଠିକ ଅଛି। ତ ଏଇ ଯୋଉ ତ୍ରିମାତ୍ରିକ ଯୋଉ ବସ୍ତୁ ପାଉଛୁ ପିଲେ, ଏଇ ତ୍ରିମାତ୍ରିକ ବସ୍ତୁକୁ ହିଁ ଆମେ କଣ କହିଥାଉ? ଏଇ ତ୍ରିମାତ୍ରିକ ବସ୍ତୁକୁ ହିଁ ଆମେ କହିଥାଉ ଘନ ପଦାର୍ଥ ବୋଲି ଆମେ
କହିଥାଉ। ତ ଗୋଟେ ଘନ ପଦାର୍ଥ ଆମେ କାହାକୁ କହିଥାଉ ବା ଘନ ପଦାର୍ଥକୁ ଆମେ ଇଂରାଜୀରେ ସଲିଡ୍ ବୋଲି କହିଥାଉ। ସଲିଡ୍ ଆମେ କାହାକୁ କହିବା? ଗୋଟେ ତ୍ରିମାତ୍ରିକ ବସ୍ତୁକୁ ଆମେ ଘନ ପଦାର୍ଥ ବୋଲି କହିବା ପିଲେ। ତ ଏଇ ଯୋଉ ଘନ ପଦାର୍ଥ ଆମେ ପାଉଛୁ ପିଲେ, ଯୋଉ ତ୍ରିମାତ୍ରିକ ଘନ ବସ୍ତୁର ଯୋଉ ଆମେ ପାଉଛୁ, ତାହାକୁ ଆମେ ପୁଣି ଭାଗ ଭାଗ କରିଛୁ ପିଲେ ବହୁତ ସୁନ୍ଦର ଭାବରେ ବୁଝିବା ପାଇଁ, ବହୁତ କ୍ଲିୟରଲି ଜାଣିବା ପାଇଁ। ଏଇ ଯୋଉ ଆମେ ଘନ ବସ୍ତୁ ପାଉଛୁ, ଘନ ବସ୍ତୁକୁ କଣ କୁହାଯାଏ? ତ୍ରିମାତ୍ରିକ ବସ୍ତୁ ମଧ୍ୟ କୁହାଯାଏ। ଠିକ ଅଛି। ଏଇ ଯୋଉ ଘନ ବସ୍ତୁକୁ ବର୍ଗୀକରଣ କରାଯାଇଛି, ବର୍ଗୀକରଣ ମାନେ କଣ ପିଲେ? ଭାଗ ଭାଗ କରାଯାଇଛି। ଓକେ। ତ ଗୋଟେ ଟାଇପ ର ଯୋଉ ଘନ ବସ୍ତୁ ରହୁଛି ପିଲେ ତାକୁ ଆମେ କହୁଛୁ ବହୁଫଳକ, ଏବଂ ଆଉ ଗୋଟେ ଟାଇପ ର ଘନ ବସ୍ତୁ ରହିଛି ପିଲେ ତାକୁ ଆମେ କହୁଛୁ ଅଣବହୁଫଳକ। ଏମିତି ଆମେ ଟୁ ଟାଇପ୍ସ ର, ଦୁଇ ପ୍ରକାରର ଆମେ କଣ ପାଉଛୁ? ଆମେ ଘନ ବସ୍ତୁ ପାଉଛୁ। ତ ପ୍ରଥମ ଯୋଉ ଘନ ବସ୍ତୁ ହେଲା ସେଟା ହେଲା ପିଲେ ବହୁଫଳକ, ଆଉ ଗୋଟେ ହେଲା ପିଲେ ଅଣବହୁଫଳକ। ତ ପ୍ରଥମେ ଆମେ ଜାଣିବା ବହୁଫଳକ ବା ତାକୁ ଇଂରାଜୀରେ କୁହାଯାଏ ପଲିହେଡ୍ରନ ବୋଲି। ପଲିହେଡ୍ରନ ଆମେ କାହାକୁ କହୁଛୁ? ବୁଝିହେଲା ପିଲେ? ଇଂରାଜୀରେ ପଲି ଅର୍ଥ ପିଲେ ବହୁ, ବହୁତ ବା ମେନିକୁ ଆମେ ପଲି ବୋଲି କହିଥାଉ। ତ ଏଇ ଯୋଉ ପଲି ଅଛି ପିଲେ, ବହୁ ଫଳକ ଅଛି, ଏଇ ବହୁ ଫଳକକୁ ଆମେ ଚିହ୍ନିବା କିପରି? କେଉଁ ଭଳି ଘନ ବସ୍ତୁକୁ ଆମେ ବହୁ ଫଳକ ବୋଲି କହିବା, ଏଠି ଜାଣିବା ପିଲାମାନେ। ତ ପ୍ରତ୍ୟେକ ପୃଷ୍ଠ ସମତଲ ହେଇଥିବା ଦରକାର ପିଲେ, ପ୍ଲେନ ହେଇଥିବା ଦରକାର। ତ ଗୋଟେ ଘନ ବସ୍ତୁର, ଦେଖ ପିଲେ, ବହୁ ଫଳକକୁ ଜାଣିବା ପାଇଁ ଏଇ ଯୋଉ ୱାର୍ଡ ତମେ ପାଉଛ, ଏଇ ତିନୋଟି ୱାର୍ଡ ହିଁ କାଫି। ଓକେ। ଏ ତିନୋଟି ୱାର୍ଡକୁ ଆମେ ଯଦି ବୁଝିଯିବା ଠିକ ହିସାବରେ, ଆମେ ବହୁ ଫଳକକୁ ଇଜିରେ ଚିହ୍ନି ପାରିବା। କେମିତି ଚିହ୍ନିବା? ତ ଯେକୌଣସି ଗୋଟେ ଘନ ବସ୍ତୁ ଆମକୁ ଦିଆଯାଇଛି ଏବଂ ତାର ପ୍ରତ୍ୟେକ ପୃଷ୍ଠକୁ ଦେଖିବା ପିଲେ, ଯଦି ସେହି ପୃଷ୍ଠ ସମତଳ ହେଇଥିବ ପିଲେ, ତେବେ ଆମେ ତାକୁ କଣ କହିବା? ଆମେ ବହୁ ଫଳକ ବୋଲି କହିବା। ତମେ ଏଠି ଦେଖ ପିଲେ, ଡାଇଗ୍ରାମ ଆମେ ତିନୋଟି ପାଉଛୁ। ଏଇଟା ହେଲା ସବୁ ବହୁ ଫଳକର ଡାଇଗ୍ରାମ ପିଲେ ବା ଚିତ୍ର ପିଲେ। ତ ଏଠି ଦେଖ ପିଲେ, ଏଠି ଆମେ ଉପରେ ଗୋଟେ ପାର୍ଶ୍ୱ ପାଉଛୁ ପିଲେ, ଏଇ ପାର୍ଶ୍ୱ ବା ଏଇ ପୃଷ୍ଠ ବି ଗୋଟେ ସମତଳ। ସେମିତି ଆମେ ତଳରେ ପାଉଛୁ, ତଳରେ ବି ଯୋଉ ପାର୍ଶ୍ୱ ଅଛି ପିଲେ ସେଇଟା ବି ଗୋଟେ ସମତଳ। ଏମିତି ଏହାର ଯୋଉ ପାର୍ଶ୍ୱ ବି ଅଛି, ତିନି ପାର୍ଶ୍ୱ ଯୋଉ ଅଛି, ଏଇ ପାର୍ଶ୍ୱ ଗୋଟେ, ଫ୍ରଣ୍ଟରେ ଯୋଉ ଅଛି ଏଇଟା ଗୋଟେ, ଏମିତି ଏହାର ଯେ ଏଇ ଯୋଉ ଚିତ୍ର ଦେଖୁଛ ବା ଏଇ ବସ୍ତୁ ଦେଖୁଛ, ଏ ବସ୍ତୁର ସବୁ ପାର୍ଶ୍ୱ ଗୋଟେ ସମତଳ ପିଲେ, ଗୋଟେ ପ୍ଲେନ। ଏଠି ବି ତମେ ଦେଖିବ ପିଲେ, ଓକେ, ଏଠି ବି ଯଦି ତମେ ଦେଖିବ, ଏହାର ସବୁ ପାର୍ଶ୍ୱ ଗୋଟେ ସମତଲ। ଓକେ, ଗୋଟେ ସମତଲ ବା ଗୋଟେ ବହୁଭୁଜ ଅଛି ପିଲେ। ଓକେ, ବହୁଭୁଜ ଅଛି। ଏବଂ ଏଠି ବି ଯଦି ତମେ ଦେଖିବ, ଏହାର ବି ସବୁ ପାର୍ଶ୍ୱ, ଯେତେ ବି ପାର୍ଶ୍ୱ ତମେ ପାଇବ, ତଲେ ପାଇବ, ଇଆଡେ ପାଇବ, ଇଆଡେ ପାଇବ, ଏମିତି ଆମେ ଚିତ୍ରର ତ ବହୁତ ଗୁଡେ ଜିନିଷ ଆଗକୁ ପଢିବାର ଅଛି। ଖାଲି ତମେ ଏଠି ଦେଖ ପିଲେ, ଖାଲି ପୃଷ୍ଠତଳ ଗୁଡିକୁ ଦେଖ। ଯେତୋଟି ବି ପୃଷ୍ଠତଳ ଏଠି ଅଛି, ସବୁ ପୃଷ୍ଠତଳ ଗୋଟେ ସମତଳ କି ନାହିଁ? ଏବଂ ଯଦି ପ୍ରତ୍ୟେକ ପୃଷ୍ଠ ଗୋଟେ ସମତଲ, ସେହି ପ୍ରକାରର ଘନ ବସ୍ତୁକୁ ଆମେ କଣ କହିବା? ଆମେ କହିବା ବହୁ ଫଳକ ବୋଲି କହିବା। ଓକେ, ଠିକ ଅଛି। ତ ବହୁ ଫଳକ ଆମେ କଣ ଜାଣିଗଲୁ? ତ ଯେଉଁ ଘନ ବସ୍ତୁର ପ୍ରତ୍ୟେକ ପୃଷ୍ଠ ଯଦି ସମତଲ, ସେହି ପ୍ରକାରର ଘନ ବସ୍ତୁକୁ ଆମେ କହିବା ବହୁ ଫଳକ ବୋଲି କହିବା। ଓକେ। ତାପରେ ଆମେ ଦେଖିବା ପିଲେ, ସୁଷମ ବହୁ ଫଳକ ଆମେ କାହାକୁ କହିବା? ସୁଷମ ବୋଲେ ସବୁ ସମାନ ପିଲେ, ତାକୁ ଆମେ ଇଂରାଜୀରେ କହିଥାଉ ରେଗୁଲାର ପଲିହେଡ୍ରନ ବୋଲି କହିଥାଉ। ଯଦି ଏକ ବହୁ ଫଳକର ପାର୍ଶ୍ୱ ଗୁଡିକ ପିଲେ, ଯଦି ଆମେ ସେ ବହୁ ଫଳକକୁ ଦେଖିବା, ତାର ଯୋଉ ପାର୍ଶ୍ୱ ଗୁଡିକ ରହିବ ସୁଷମ ବହୁଭୁଜ ଦ୍ୱାରା ଗଠିତ ହୋଇଥାଏ। ପୁରା ସର୍ବସମ, ସୁଷମ ବେଲେ ପୁରା ସର୍ବସମ ବହୁଭୁଜ ଦ୍ୱାରା ଗଠିତ ହୋଇଥାଏ ଏବଂ ସମାନ ସଂଖ୍ୟକ ପାର୍ଶ୍ୱ ମିଳିତ ହୋଇ ଘନ ବସ୍ତୁଟିର ଶୀର୍ଷ ସୃଷ୍ଟି କରୁଥାନ୍ତି, ତେବେ ଉକ୍ତ ବହୁଫଳକକୁ କଣ କୁହାଯାଏ ପିଲାମାନେ? ସୁଷମ ବହୁଫଳକ କୁହାଯାଏ। ତ ଏଇଟା କଣ ବୁଝିବା? ଏଠି ଦେଖିବା, ଯଦି ଗୋଟେ ବହୁ ଫଳକ ଦିଆଯାଇଛି, ଏଇଟା ଗୋଟେ ବି ବହୁ ଫଳକ କି ନାଇଁ ପିଲେ? ହଁ, ବହୁ ଫଳକ। କାହିଁକି? ଏହାର ପ୍ରତ୍ୟେକ ପାର୍ଶ୍ୱ ଗୋଟେ ଗୋଟେ ସମତଲ। ଯଦି ପ୍ରତ୍ୟେକ ପାର୍ଶ୍ୱ ବହୁଭୁଜ ଦ୍ୱାରା, ସୁଷମ ବହୁଭୁଜ ଦ୍ୱାରା ଗଠିତ ହୋଇଥାଏ। ସୁଷମ ବେଲେ ପୁରା ସର୍ବସମ ବହୁଭୁଜ। ବହୁଭୁଜ ଆମେ କାହାକୁ କହୁଥାଏ ପିଲେ? ତ ଯେକୌଣସି ଗୋଟେ ଆମେ ଚିତ୍ରକୁ ଆମେ ବହୁଭୁଜ କହିପାରିବା, ଯଦି ସେଇ ଚିତ୍ର ବାହୁ ମାନଙ୍କ ଦ୍ୱାରା ଗଠିତ ହୋଇଥାଏ। ଯେମିତି ଆମେ ତ୍ରିଭୁଜକୁ ବହୁଭୁଜ କହିପାରିବା, ଚତୁର୍ଭୁଜକୁ ବହୁଭୁଜ କହିପାରିବା, ପଞ୍ଚଭୁଜକୁ ଗୋଟେ ବହୁଭୁଜ କହିପାରିବା। ଓକେ, ତ ଏଇଟା ସବୁ ବହୁଭୁଜ ପିଲେ। ତ ଯଦି ସେ ବହୁଭୁଜ ଯୋଉ ଆମେ ଦେଖୁଛୁ ପିଲେ, ପାର୍ଶ୍ୱ ଗୁଡିକରେ ଦେଖ ପିଲେ, ଏଇଟା ଗୋଟେ ପାର୍ଶ୍ୱ, ଏଇ ପାର୍ଶ୍ୱରେ ଏଇ ଯୋଉ ବହୁଭୁଜ ଗୁଡିକ ଅଛି। ଓକେ, ଏଇ ପାର୍ଶ୍ୱରେ ଦେଖିବା ବେଲେ ଏଇଟା ଗୋଟେ ବି ବହୁଭୁଜ ପିଲେ, ଏଇଆଡେ ଦେଖିବା ବେଲେ ଏଇଆଡେ ବି ଆମେ ବହୁଭୁଜ ପାଉଛୁ। ଏମିତି ପ୍ରତ୍ୟେକ ପାର୍ଶ୍ୱରେ ଆମେ ଭୁଜ ପାଉଛୁ ବା ବାହୁ ପାଉଛୁ। ଓକେ, ତାକୁ ଆମେ ବାହୁ କହିନଥାଉ, ଏହାକୁ ଆମେ ଧାର କହିଥାଉ। ଧୀରେ ଧୀରେ ଆମେ ସବୁ ପଢିବା। ତ ଯୋଉ ଆମେ ବହୁଭୁଜ ଗୁଡେ ପାଉଛୁ ପ୍ରତ୍ୟେକ ପାର୍ଶ୍ୱରେ,
ଯଦି ସେହି ପାର୍ଶ୍ୱ ଗୁଡିକ ସବୁ ସମାନ ହେଇଥାଏ ପିଲେ, ସବୁ ସମାନ ହେଇଥାଏ ବୋଲେ ସେଇ ପ୍ରକାରର ଘନ ବସ୍ତୁକୁ ଆମେ ସୁଷମ ବହୁଫଳକ ବୋଲିକିରି କୁହାଯାଏ। ଆମେ ସୁଷମ ବହୁଫଳକ ବୋଲି କହିଥାଉ। ଠିକ ଅଛି। ତ ଏଇଠି ଯୋଉ ଦେଖୁଛ ପିଲେ, ଏହା ଗୋଟେ ବର୍ଗ ଚିତ୍ର। ତଲ ପୃଷ୍ଠତଲ ଗୋଟେ ବର୍ଗ ଚିତ୍ର। ଏ ସାଇଡ ର ଯୋଉ ପୃଷ୍ଠତଲ ପାଉଛ ସେଇଟା ଗୋଟେ ବି ବର୍ଗ ଚିତ୍ର। ଏଠି ଯୋଉ ପାଉଛ ସାମ୍ନାରେ ଏଇଟା ଗୋଟେ ବି ବର୍ଗ ଚିତ୍ର। ଆମେ ଚାରିଆଡେ ଖାଲି ବର୍ଗ ଚିତ୍ର ପାଉଛୁ ବୋଲି, ଯେତେ ବି ପୃଷ୍ଠତଲ ଏଠି ତମେ ପାଉଛ ସବୁ ପୃଷ୍ଠତଲ ଗୋଟେ ଗୋଟେ ବର୍ଗ ଚିତ୍ର। ଏବଂ ବର୍ଗ ଚିତ୍ରରେ କଣ ହୁଏ, ସବୁ ବାହୁ ସମାନ ହୁଏ। ଠିକ ଅଛି। ତେଣୁକରି ଏହାକୁ ଆମେ କଣ କହିଥାଉ ପିଲେ, ସମଘନ ବୋଲି କହିଥାଉ। ଏହାର ନାଁ କଣ ହେଇଗଲା, ସମଘନ ବୋଲି କୁହାହେଲା। ସେମିତି ଆଉ ଗୋଟିଏ ଆମେ ବହୁଫଳକ ପାଉଛୁ ପିଲେ, ତମେ ଦେଖ ଏଠି ଏହି ବହୁଫଳକରେ ଆମେ କଣ ପାଉଛୁ, ପ୍ରତ୍ୟେକ ଯୋଉ ପାର୍ଶ୍ୱ ଦେଖିବ ପିଲେ, ଏ ପାର୍ଶ୍ୱରେ ଯେତେ ବି ଆମେ ବହୁଭୁଜ ପାଉଛୁ ସବୁ ବହୁଭୁଜ ମାନେ ସର୍ବସମ। ବୁଝିହେଲା ପିଲେ? ଏ ବାହୁ ସାଙ୍ଗେ ଏ ବାହୁ ସମାନ, ଏ ବାହୁ ସମାନ, ଏ ପାର୍ଶ୍ୱର କଥା କହୁଛି। ଆମେ ଆଗକୁ ପଢିଲେ ଏହାକୁ ଧାର ବୋଲି କହିବା। ଠିକ ଅଛି। ତ ଏଇ ଯୋଉ ଧାର ଅଛି, ଏଇ ଧାର ଏଇ ତିନୋଟି ଧାର ପୁରା ସମାନ। ତ ଯେତେ ବି ଆମେ ଧାର ପାଉଛୁ ପିଲେ ସବୁ ଧାର ଏଠି ସମାନ। ଓକେ। ତ ଏଇ ଯୋଉ ଧାର ଆମେ ପାଉଛୁ, ଏଇ ଧାର ଗୁଡିକ ପ୍ରାୟ ସମାନ। ପ୍ରାୟ ସମାନ ନାହିଁ, ପୁରା ଏକ୍ଜାକ୍ଟଲି ସମାନ ବୋଲି ଭାବ। ଯଦି ସମାନ ବୋଲି ଆମେ ତାକୁ କଣ କହିବା, ଆମେ ସୁଷମ ବୋଲି କହିବା। ଏଇ ୱାର୍ଡ ଲାଗିବ ପିଲେ ସୁଷମ। ସର୍ବସମକୁ ଆମେ ସୁଷମ କହିଥାଉ। ସୁଷମ ବହୁଫଳକ ବୋଲି ଆମେ କହିବା। ସୁଷମ ବହୁଫଳକ। ଓକେ। ସୁଷମ ବହୁଫଳକ ଚିହ୍ନିବାର ସହଜ ଉପାୟ ହଉଛି, ତାର ଯୋଉ ଧାର ଗୁଡିକ ପିଲେ ଯେତେ ବି ଧାର ଥିବ ସବୁ ସର୍ବସମ ହେଇଥିବ। ଓକେ। ତେବେ ଯାଇ ଆମେ କହିବା ସୁଷମ ବହୁଭୁଜ ବୋଲି କହିବା। ଓକେ। ଏବଂ ଏହାକୁ ତ ଆମେ ସମଘନ କହିନଥିଲେ, ଏହାକୁ ଆମେ କଣ କହିବା, ଏହାକୁ ଆମେ କହିବା ଟେଟ୍ରାହେଡ୍ରନ ବୋଲି କହିବା। ଓକେ। କଣ କହିବା, ଟେଟ୍ରାହେଡ୍ରନ ବୋଲି ଆମେ କହିବା। ଓକେ। ତ ଏଠି ତମେ ଦେଖ ସବୁ ପାର୍ଶ୍ୱ ପୁରା ସୁଷମ ସର୍ବସମ ପିଲେ। ଓକେ। ତେଣୁକରି ଏହା ଗୋଟେ ସୁଷମ ବହୁଫଳକ। ତ ସୁଷମ ବହୁଫଳକ କଣ ବୁଝି ହେଲା, ଯଦି ପ୍ରତ୍ୟେକ ପାର୍ଶ୍ୱ ସୁଷମ ବହୁଭୁଜ ଦ୍ୱାରା ଗଠିତ ହେଇଥାଏ ପିଲେ, ତେବେ ଆମେ ତାହାକୁ ସୁଷମ ବହୁଫଳକ ବୋଲି କହିବା। ଠିକ ଅଛି। ଆଗକୁ ବଢିବା। ତାପରେ ଆମେ ଜାଣିବା ପିଲେ, ଏଇଟା ତ ଥିଲା ବହୁଫଳକର କଥା, କି ଯଦି ପ୍ରତ୍ୟେକ ପୃଷ୍ଠ ବା ପ୍ରତ୍ୟେକ ପାର୍ଶ୍ୱ ଗୋଟେ ବହୁଭୁଜ ଦ୍ୱାରା ଯଦି ଗଠିତ ହେଇଥିବ, ତାହାକୁ ଆମେ କଣ କହିବା, ବହୁଭୁଜ ଦ୍ୱାରା ବା ସମତଲ ଦ୍ୱାରା ଗଠିତ ହେଇଥିବ, ତାକୁ ଆମେ କଣ କହିବା, ବହୁଫଳକ ବୋଲି କହିବା। ବଟ୍ ଏଠି ଆମେ ପଢିଲୁ ପ୍ରତ୍ୟେକ ପୃଷ୍ଠ ଗୋଟେ ସମତଲ ହେଇଥିବା ଦରକାର। ଓକେ। ଏବଂ ଏଠି କଣ ହେଲା ପିଲାମାନେ, ଅଣବହୁଫଳକରେ କଣ କହୁଛି, ତାର ଓଲଟା। ଯଦି ଗୋଟେ ପୁରା ଉଲ୍ଟା ତ ନୁହଁ, ଟିକେ ଡିଫରେନ୍ସ ଅଛି ଏଠି। କଣ କି ସମସ୍ତ ପୃଷ୍ଠ ସମତଲ ନୁହେଁ। ସମସ୍ତ ପୃଷ୍ଠ ସମତଳ ନୁହେଁ। କିଛି ପୃଷ୍ଠ ସମତଳ ବି ହେଇଥିବ, କିଛି ପୃଷ୍ଠ ବକ୍ର ବି ହେଇଥିବ, ପୁରା ସମତଳ ହେଇନଥିବ। ଏଠି ଦେଖ ପିଲେ, ଏଇ ଯୋଉ ଆମେ ପୃଷ୍ଠତଳ ପାଉଛୁ ଏଠି ଗୋଲକରେ, ଏହାକୁ ଆମେ ଗୋଲକ ବୋଲି କହିବା। ଏଇ ଗୋଲକରେ ଯୋଉ ପୃଷ୍ଠତଳ ପାଉଛୁ ଏଇଟା ପୁରା ପ୍ଲେନ ନୁହଁ ପିଲେ, ପୁରା ସମତଳ ନୁହଁ, ପୁରା ବକ୍ର ହେଇଛି। ବକ୍ର ସମତଳ ବୋଲି ଆମେ କହିବା ଏଠି। ଠିକ ଅଛି। ବା ବକ୍ର ତଳ, ସମତଳ ତ କହିବାନି, ବକ୍ର ତଳ ବୋଲି କହିବା ଆମେ। ଓକେ। କିନ୍ତୁ ଏଇ ଯୋଉ ଆମେ ସିଲିଣ୍ଡର ଦେଖିବା ପିଲେ, ଏଇ ଯୋଉ ବସ୍ତୁର ନାଁ ହେଲା ସିଲିଣ୍ଡର ପିଲେ। ଏଠି ଦୁଇ ପ୍ରକାରର, ଏଠି ଆମେ କଣ ପାଉଛୁ, ଏଠି ଆମେ ଦୁଇ ପ୍ରକାରର ସମତଳ ପାଉଛୁ ପିଲେ, ବା ଦୁଇ ପ୍ରକାରର ଆମେ ପୃଷ୍ଠତଳ ପାଉଛୁ। ଗୋଟେ ହେଲା ପିଲେ, ଏଇଟା ଦେଖ ପିଲେ, ଏଇଟା ହେଲା ସମତଳ, ଏଇଟା ଗୋଟେ ସମତଳ। ଏମିତି ଆମେ ତଳରେ ବି ପାଇବା। ଓକେ। ସମତଳ ପାଇବା। କିନ୍ତୁ ପିଲେ ଯୋଉ ଆମେ ସାଇଡ ରେ ଯୋଉ ପାଉଛୁ, ଏଇଟା ଯୋଉ ଆମେ ପାଉଛୁ, ଏଇଟା ସମତଳ ନୁହଁ ପିଲେ, ଏଇଟା ହେଲା ବକ୍ରତଳ। ଓକେ। ଏଟାକୁ ଆମେ କଣ କହିବା, ବକ୍ରତଳ ବୋଲି କହିବା। ତେଣୁକରି ଯେଉଁ ଘନ ବସ୍ତୁର ପ୍ରତ୍ୟେକ ପୃଷ୍ଠ ସମତଳ ନୁହଁ, ତାହା ବହୁଫଳକ ହେଇପାରିବ ନାହିଁ ପିଲେ, ତାହାକୁ ଆମେ କହିବା ଅଣବହୁଫଳକ ବୋଲି କହିବା। ଓକେ। ଏଠି ଦେଖ ପିଲେ, ଏଠି ଆମେ କଣ ପାଇଲୁ, ବକ୍ର ପୃଷ୍ଠତଳ ପାଇଲୁ। ଏଠି ଆମେ ତଳରେ କଣ ପାଇଲୁ, ତଳରେ ପୁରା ବୃତ୍ତ ଟାଇପ ର ଥିବ ପିଲେ, ଏମିତି ଥିବ। ଏଟାକୁ ଆମେ କଣ କହିବା, ସମତଳ କହିବା, ଏଟାକୁ ବକ୍ରତଳ କହିବା। ତ ଆମେ ଦୁଇଟି ପୃଷ୍ଠତଳ ଏଠି ପାଉଛୁ, ଗୋଟେ ହେଲା ସମତଳ ପୃଷ୍ଠତଳ ଆଉ ଗୋଟେ ହେଲା ବକ୍ର ପୃଷ୍ଠତଳ ଆମେ ପାଉଛୁ। ଓକେ। ତ ଯଦି ସବୁ ପାର୍ଶ୍ୱ ବା ସବୁ ପୃଷ୍ଠ ସମତଳ, ତେବେ ଆମେ ତାକୁ ବହୁଫଳକ କହିବା। ଆଉ ଯଦି ସମସ୍ତ ପୃଷ୍ଠ ସମତଳ ନୁହେଁ, ତାହାକୁ ଆମେ କଣ କହିବା, ଅଣବହୁଫଳକ କହିବା। ତ ଅଣବହୁଫଳକରେ ଗୋଲକ ଯିବ, ସିଲିଣ୍ଡର ଯିବ, କୋନ୍ ଯିବ ପିଲେ। ଓକେ। ତାପରେ ଦେଖିବା ପିଲେ, ଏଇ ଯୋଉ ବହୁଫଳକ ଆମେ ପାଉଛୁ, ବହୁଫଳକକୁ ପୁଣି ଭାଗ କରାଯାଇଛି ପିଲେ। ତ ପ୍ରଥମେ ତ ଆମେ ଦେଖିଲୁ ପିଲେ, ଯୋଉ ଘନ ବସ୍ତୁ ଥିଲା ପିଲେ, ଘନ ବସ୍ତୁକୁ ଆମେ ଦୁଇ ଭାଗରେ ବିଭକ୍ତ କରିଥିଲୁ। ଘନ ବସ୍ତୁକୁ ଗୋଟେ ହେଲା ବହୁଫଳକ, ଓକେ, ଗୋଟେ ହେଲା ବହୁଫଳକ,
ଆଉ ଗୋଟେ କଣ ଥିଲା ପିଲାମାନେ? ଆଉ ଗୋଟେ ଥିଲା ଅଣ ଅଣବହୁ ଫଳକ। ଓକେ, ଏମିତି ଆମେ ଦୁଇଟି ପାଉଥିଲୁ, ତମେ ଏଠି ଦେଖିପାରିଥିବ ଅଣବହୁ ଫଳକ ଗୋଟେ ଥିଲା। ଓକେ, ତ ବହୁ ଫଳକ ଆଉ ଅଣବହୁ ଫଳକ। ସେମିତି ଏଇ ଯୋଉ ବହୁ ଫଳକକୁ ପୁଣି ଭାଗ କରାଯାଇଛି ବୋଲି, ଗୋଟେକୁ କଣ କୁହାଯାଉଛି? ଗୋଟେକୁ ଆମେ ପ୍ରିଜମ କହୁଛୁ। ଓକେ, ଏଠି ଆମେ ଡିଟେଲ୍ସ ବୁଝିବା। ପ୍ରିଜମ କହୁଛୁ, ଆଉ ଗୋଟେକୁ ଆମେ କଣ କହୁଛୁ? ପିରାମିଡ ବୋଲି କହୁଛୁ ଆମେ। ଓକେ, ତ ଏଇ ଯୋଉ ଘନ ବସ୍ତୁ ବହୁତ ଦୁଇ ଟାଇପର ଅଛି, ବହୁ ଫଳକ, ଅଣବହୁ ଫଳକ। ପୁଣି ବହୁ ଫଳକ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେକୁ କଣ କୁହାଯାଉଛି? ପ୍ରିଜମ କୁହାଯାଉଛି, ଆଉ ଗୋଟେକୁ କୁହାଯାଉଛି ପିରାମିଡ। ଏହାର ଇଂରାଜୀ ନାମ ବି ପ୍ରିଜମ ଏବଂ ପିରାମିଡ ବୋଲି। ତ ପ୍ରିଜମ ଆମେ କାହାକୁ କହିବା ଏବଂ ପିରାମିଡ କାହାକୁ କହିବା, ଏଠି ଦେଖିବା ପିଲାମାନେ। ତ ପ୍ରିଜମକୁ ଆମକୁ ବୁଝିବା ପାଇଁ ଆମକୁ ଏଇ ଯୋଉ ବନ୍ଧନୀରେ ଯାହା ଲେଖା ହେଇଛି ଏହାକୁ ଠିକ ଭାବରେ ବୁଝିବାକୁ ପଡିବ। ଭୂମି ଓ ଉପର ପୃଷ୍ଠ ସର୍ବସମ କ୍ଷେତ୍ର। ତ ତାହାର ଯୋଉ ଭୂମି ଥିବ ଏବଂ ଉପର ପୃଷ୍ଠ ଥିବ ସେଇଟା ସର୍ବସମ କ୍ଷେତ୍ର ହେଇଥିବା ଦରକାର ଗୋଟେ ପ୍ରିଜମ ହେବା ପାଇଁ। ଓକେ, ତ ଭୂମି କଣ? ଏଠି ତମେ ଦେଖ ପିଲେ, ଏଇଟା ମନେକର ଏଇ ତ୍ରିଭୁଜର ଏଇଟା ହଉଛି ଭୂମି। ଓକେ, ଆଉ ଉପର ପୃଷ୍ଠ, ଏହାର ଉପର ପୃଷ୍ଠ ଇଆଡେ ଥିବ ପିଲେ। ଓକେ, ଏଇ ଦୁଇଟି ପୃଷ୍ଠ କଣ ହବ ପିଲେ? ସର୍ବସମ କ୍ଷେତ୍ର ହେଇଥିବାର ଅଛି, ପୁରା ସମାନ ହେଇଥିବାର ଅଛି। ବୁଝିହେଲା? ତେବେ ଯାଇକି ଆମେ କଣ କହିବା? ତାକୁ ପ୍ରିଜମ ବୋଲି କହିବା। ଏଠି ଦେଖ ପିଲେ, ଏହାର ଭୂମି ଏଇଟା। ଓକେ, ବା ଏହାର ଭୂମିକୁ ତମେ ଏଇଟା ନେଇପାର, ଏଇଟା। ଠିକ ଅଛି, ଏଇଟା ବି ନେଲେ ଚଲିବ ଏଠି। ଏଇ ଯୋଉ ଭୂମି ଏବଂ ଏହାର ଉପର ପୃଷ୍ଠ ବୋଲି ଇଆଡେ ଥିବ ପିଲେ। ଏ ଦୁଇ ଲୋକ ବା ଏ ଦୁଇଟି ପୃଷ୍ଠ ସର୍ବସମ ହେଇଥିବା ଦରକାର। ଏ ଦୁଇଟି କ୍ଷେତ୍ର ପୁରା ସର୍ବସମ ହେଇଥିବା ଦରକାର। ତେବେ ଯାଇକି ଆମେ କଣ କହିପାରିବା? ଏହାକୁ ପ୍ରିଜମ ବୋଲି କହିପାରିବା। ତ ଗୋଟେ ଘନ ବସ୍ତୁର ତାର ଭୂମି ପିଲେ ଆଉ ତାର ଉପର ପୃଷ୍ଠ ଯଦି ସର୍ବସମ ହେଇଗଲା, ଆମେ ତାହାକୁ କଣ କହିବା? ଆମେ ପ୍ରିଜମ ବୋଲି କହିବା। ଏମିତି ବହୁତ ଗୁଡେ ଏକ୍ସାମ୍ପଲ ଅଛି ପିଲେ। ଦେଖ, ଏଠି ଯୋଉ ଆମେ ସ୍କ୍ୱାର ପାଉଛୁ ଏହାର ଭୂମି, ଏବଂ ଏଠି ଯୋଉ ଆମେ ପାଉଛୁ ଉପରେ, ଓକେ, ଏଇ ଯୋଉ ଉପରେ ପାଉଛୁ ଏହାର କ୍ଷେତ୍ରଫଳ ଏବଂ ଏହାର କ୍ଷେତ୍ରଫଳ ସମାନ, ପୁରା ସର୍ବସମ ପିଲେ। ଓକେ, କ୍ଷେତ୍ରଫଳ ବି ସମାନ ଏବଂ ତାଙ୍କର ଆକୃତି ମାନେ ବି ସମାନ, ସବୁ ସମାନ, ସର୍ବସମ ବୋଲେ ପୁରା ସମାନ, ଏକ୍ଜାକ୍ଟଲି ସମାନ ପିଲେ। ତେଣୁକରି ଏଇ ଯୋଉ ବସ୍ତୁକୁ ଆମେ କଣ କହିବା? ଏଇ ବସ୍ତୁକୁ ଆମେ କହିବା ପ୍ରିଜମ ବୋଲି। ଏଠି ତମେ ଦେଖ ପିଲେ, ଏଠି ଭୂମି ଯେମିତି ଅଛି ତାର ଉପର ପୃଷ୍ଠ ବି ସେମିତି ଅଛି, ସର୍ବସମ। ଏଠି ବି ତମେ ଦେଖ, ଏଟାର ଭୂମି ଯେମିତି ଥିବ ଏହାର ଉପର ପୃଷ୍ଠ ବି ସମାନ ଥିବ। ଏଠି ବି ତମେ ଦେଖ, ଏଠି ଯୋଉ ପାଉଛ, ଏଇ ଯୋଉ ପୃଷ୍ଠ ତମେ ପାଉଛ ଏ ଭୂମି, ଇଆଡେ ବି ସେମିତି ଏକା ପୃଷ୍ଠ, ଏକ୍ଜାକ୍ଟଲି ସମାନ ଜିନିଷ ଥିବ ପିଲେ। ଓକେ, ତ ଏଇ ପ୍ରକାରର ଆମେ ଘନ ବସ୍ତୁକୁ କଣ କହିବା? ବା ଏଇ ପ୍ରକାରର ବହୁ ଫଳକକୁ ଆମେ କଣ କହିବା? ଆମେ ପ୍ରିଜମ ବୋଲି କହିବା। ଠିକ ଅଛି, ତ ପ୍ରିଜମକୁ ଆମେ କେମିତି ଚିହ୍ନିବା? ପ୍ରିଜମକୁ ଚିହ୍ନିବା ପାଇଁ ପିଲେ, ଉପରର ଯୋଉ ଭୂମି ରହୁଛି ପିଲେ, ଭୂମି ପରି, ଓକେ, ତଲ ଅଂଶକୁ ତ ଆମେ ଭୂମି ବୋଲି କହୁଛୁ, ଏବଂ ଯୋଉ ଉପର ଅଂଶ ରହିଛି ପିଲେ, ଭୂମି ସାଙ୍ଗେ ପୁରା ଏକ୍ଜାକ୍ଟଲି ସମାନ ଥିବାର ଅଛି। ଓକେ, ତେବେ ଯାଇ ଆମେ ତାହାକୁ କଣ କହିବା? ପ୍ରିଜମ ବୋଲି କହିବା। ଏବଂ ଯୋଉ ପ୍ରିଜମର ନାମ ପିଲେ, ତାହାର ଆଧାର ବା ତାହାର ଯୋଉ ଭୂମି ରହିଛି ପିଲେ, ଭୂମି ଅନୁସାରେ ହୋଇଥାଏ। ଓକେ, କେମିତି ହୋଇଥାଏ ପିଲେ? ଏଇ ଯୋଉ ପ୍ରିଜମ ଦେଖୁଛ, ଏଇ ପ୍ରିଜମର ତାର ଆଧାର ବା ଭୂମି ଆମେ କହିଥାଉ, ସେ ଭୂମି ଯୋଉ ରହିଛି, ଭୂମି ହଉଛି ତ୍ରିଭୁଜ ଗୋଟେ। ତ ତେଣୁକରି ଏହାକୁ ଆମେ କହିବା ଟ୍ରାଇଙ୍ଗୁଲାର ପ୍ରିଜମ ବୋଲି ଆମେ କହିବା, ବା ଓଡିଆରେ କହିଲେ ତ୍ରିଭୁଜାକୃତି ପ୍ରିଜମ ବୋଲି ଆମେ କହିବା। ତ୍ରିଭୁଜ ଯୁକ୍ତ ଆକୃତି, ତ୍ରିଭୁଜାକୃତି ପିଲେ। ତ ତ୍ରିଭୁଜାକୃତି ପ୍ରିଜମ ବୋଲି ଆମେ କହିବା ପିଲେ। ସେଇପରି ଯଦି ଏଇ ଚିତ୍ରକୁ ଦେଖିବ ପିଲେ, ଏହାର କଣ ଅଛି ପିଲେ? ଏହାର ଯୋଉ ଆଧାର, ଓକେ, ଏହାର ଯୋଉ ଭୂମି ତମେ ଦେଖୁଥିବ ଗୋଟେ ରେକ୍ଟାଙ୍ଗଲ, ଗୋଟେ ଆୟତ କ୍ଷେତ୍ର, ଓକେ, ଗୋଟେ ଚତୁର୍ଭୁଜ। ତେଣୁକରି ଆମେ କଣ କହିବା ଏହାକୁ? ଆମେ କହିବା ଯେହେତୁ ଏଇଟା ଗୋଟେ ରେକ୍ଟାଙ୍ଗଲ ବା ଏହା ହେଉଛି ଗୋଟେ କଣ ପିଲେ? ଆୟତ ଚିତ୍ର। ତେଣୁ ଆମେ ଏହାକୁ କହିବା ଆୟତାକୃତି ପ୍ରିଜମ। ଓକେ, ଆୟତାକୃତି ପ୍ରିଜମ, ବା ଆମେ କହିପାରିବା ଚତୁର୍ଭୁଜାକୃତି ପ୍ରିଜମ ବୋଲି ବି କହିପାରିବା। ଓକେ, ଏଇଟାକୁ ଯଦି ଆମେ ଦେଖିବ ପିଲେ, ଏହାର ଯୋଉ ଭୂମି ରହିଛି ସ୍କ୍ୱାର ରହିଛି, ବର୍ଗ ରହିଛି, ତ ବର୍ଗାକୃତି ପ୍ରିଜମ ବୋଲି କହିବା, ବା ଚତୁର୍ଭୁଜାକୃତି ପ୍ରିଜମ ବୋଲି ବି କହିହେବ। ଏଟାକୁ ପଞ୍ଚଭୁଜାକୃତି ପ୍ରିଜମ କହିବା। ହେକ୍ସାଗୋନାଲ ବୋଲେ 6 ପିଲେ, ଏହାକୁ ଆମେ ଷଡଭୁଜାକୃତି ପ୍ରିଜମ ବୋଲି କହିବା। ଅକ୍ଟାଗୋନାଲ ପ୍ରିଜମ, ଏହାର ଦେଖିବ ପିଲେ ବାହୁ ଗୁଡିକୁ ଗଣିବ ତମେ 8ଟି ବାହୁ ପାଇବ, ତ ଏଟାକୁ ଆମେ ଅକ୍ଟାଗୋନାଲ ପ୍ରିଜମ କହୁଛୁ। ଏବଂ ଆମେ ଓଡିଆରେ କହିଲେ ଅଷ୍ଟଭୁଜାକୃତି ପ୍ରିଜମ ବୋଲି କହିପାରିବା। ଏମିତି ପ୍ରିଜମର ନାଁ ମାନେ ଦିଆଯାଏ। କାହାକୁ ଆଧାର କରି ନାଁ ଦିଆଯାଏ?
ତାର ଯୋଉ ଭୂମି ଅଛି ପିଲେ ଭୂମିକୁ ଆଧାର କରି ହିଁ ପ୍ରିଜମର ନାଁ ହେଇଥାଏ। ଠିକ ଅଛି। ତାପରେ ଆମେ ଯିବା ନେକ୍ସଟ କୁ ପିଲା ପିଲେ ପ୍ରିଜମ ବିଷୟରେ ଆଉ ଟିକେ ଡିଟେଲ୍ସ ଜାଣିବା। ତ ପ୍ରିଜମ କଣ? ପ୍ରିଜମ ଗୋଟେ ହେଲା ବହୁଫଳକ। ପ୍ରିଜମ ଗୋଟେ ବହୁଫଳକ ଏବଂ ଭୂମି ଓ ଉପର ପାର୍ଶ୍ୱଦ୍ୱୟ ସବୁବେଳେ ସର୍ବସମ। ଭୂମି ପିଲେ ଏଇଟା ହଉଛି ଭୂମି, ଏଇ ଯୋଉ ଦେଖୁଛ এইটা হচ্ছে ଭୂମି ଏବଂ ଏହାର ଯୋଉ ଉପର ପାର୍ଶ୍ୱ ତମେ ରହୁଛି ଏଇ ଯୋଉ ତ୍ରିଭୁଜ ଆମେ ଦୁଇଟି ପାଉଛୁ ପିଲେ এই ତ୍ରିଭୁଜ ଦୁଇଟି ସର୍ବସମ। ଏଠି ମୁଁ ଗୋଟେ ଟ୍ରାଇଙ୍ଗୁଲାର ବା ତ୍ରିଭୁଜ ଆକୃତିର ପ୍ରିଜମକୁ ଦେଖେଇଛି। ସେମିତି ତମେ ତ ଦେଖିଲ ଏବେ ତ୍ରିଭୁଜ ଆକୃତି ପ୍ରିଜମ ଏଇ ଟାଇପର ପ୍ରିଜମକୁ ମୁଁ ଦେଖେଇଛି। ଆମେ ତ ବହୁତ ସାରା ଟାଇପର ପ୍ରିଜମ ପାଉଛୁ ଏବଂ ଜାଣିଛୁ ବି। ଓକେ, ତ ଏଇଟା ହଉଛି ତ୍ରିଭୁଜାକୃତି ପ୍ରିଜମ। ତ ପ୍ରିଜମ ଗୋଟେ ବହୁଫଳକ ଏବଂ ତାହାର ଉପର ଓ ଭୂମି ପାର୍ଶ୍ୱ ସବୁବେଳେ ସର୍ବସମ ଥାଏ। ସର୍ବସମର ଅର୍ଥ କଣ ପିଲେ? ସମ କ୍ଷେତ୍ରଫଳ ବିଶିଷ୍ଟ ବହୁଭୁଜ। ଓକେ, ସମ କ୍ଷେତ୍ରଫଳ ବିଶିଷ୍ଟ ହେଇଥିବା ଦରକାର। ତାପରେ କଣ ଅଛି ପିଲେ? ଅନ୍ୟ ପାର୍ଶ୍ୱ ଗୁଡାକ ସାମନ୍ତରିକ କ୍ଷେତ୍ର ହେଇଥିବା ଦରକାର। ଦେଖ ପିଲେ ଅନ୍ୟ ଯୋଉ ପାର୍ଶ୍ୱ ଗୁଡିକ ଆମେ ରହିଲୁ ଉପର ଆଉ ତଳ ପାର୍ଶ୍ୱ ତ ସମ କ୍ଷେତ୍ରଫଳ ବିଶିଷ୍ଟ ହେବ, କିନ୍ତୁ ଯୋଉ ସାଇଡ ରେ ଯୋଉ ପାର୍ଶ୍ୱ ମାନେ ରହିଲା ପିଲେ ସେଟା ଯେତେ ଆକୃତି ବା ତ୍ରିଭୁଜାକୃତି ହେଇଥାଉ କି ପଞ୍ଚଭୁଜାକୃତି ହେଇଥାଉ ଯେତେ ଭୁଜାକୃତି ବି ହେଇଥାଉ ପିଲେ ତାର ଯୋଉ ଅନ୍ୟ ପାର୍ଶ୍ୱ ଗୁଡିକ ରହୁଛି ସେ ଅନ୍ୟ ପାର୍ଶ୍ୱ ଗୁଡିକ ଗୋଟେ ସାମନ୍ତରିକ କ୍ଷେତ୍ର ହେଇଥିବା ଦରକାର। କଣ ହେଇଥିବା ଦରକାର? ସାମନ୍ତରିକ କ୍ଷେତ୍ର ହେଇଥିବା ଦରକାର। ତେବେ ଯାଇ ଆମେ ତାହାକୁ ପ୍ରିଜମ ବୋଲି କହିପାରିବା। ଆଉ କଣ ଦେଇଛି? ପ୍ରିଜମର ଭୂମି ଓ ଆଧାର ତ୍ରିଭୁଜାକୃତି ହେଇପାରେ, ଚତୁର୍ଭୁଜାକୃତି ହେଇପାରେ, ପଞ୍ଚଭୁଜାକୃତି ହେଇପାରେ। ଏଠି ଦିଆ ହେଇଛି ପିଲେ ଯୋଉ ଆଧାର ଆମେ କହୁଛୁ ବା ଭୂମି କହୁଛୁ, ଓକେ, ସେ ଭୂମି କିମ୍ବା ଆଧାର କଣ କଣ ହେଇପାରେ? ତ୍ରିଭୁଜାକୃତି ହେଇପାରେ, ନହେଲେ ଚତୁର୍ଭୁଜାକୃତି ହେଇପାରେ, ନହେଲେ ପଞ୍ଚଭୁଜାକୃତି ବି ହେଇପାରେ। ଏବଂ ଏ ଆଧାର ହିସାବରେ ବି ତାର ନାମକରଣ କରାଯାଇଥାଏ ବୋଲି। ତ ଏଇ ପ୍ରିଜମର ନାମ ହେଲା ତ୍ରିଭୁଜାକୃତି ପ୍ରିଜମ। ସେମିତି ଯଦି ବେସରେ ଭୂମିରେ ଚତୁର୍ଭୁଜ ଥିଲେ ଚତୁର୍ଭୁଜାକୃତି ପ୍ରିଜମ ଏମିତି ଚାଲେ ପିଲେ। ଓକେ, ଆଇ ଥିଙ୍କ ପ୍ରିଜମ କ୍ଲିୟର ତମେ ମାନେ। ତାପରେ ଦେଖ ପିଲେ ଗୋଟେ ସ୍ପେଶିଆଲ ଟାଇପର ପ୍ରିଜମ ତମେ ଦେଖିପାରୁଥିବ କି ଯେଉଁ ବର୍ଗାକୃତି ପ୍ରିଜମର ପ୍ରତ୍ୟେକ ପାର୍ଶ୍ୱ ଗୋଟେ ଗୋଟେ ବର୍ଗ କ୍ଷେତ୍ର ତାହାକୁ ଆମେ ସମଘନ କହିବା। ଠିକ ଅଛି। ତ ବର୍ଗାକୃତି ପ୍ରିଜମ ବେଲେ କଣ ପିଲେ? ବର୍ଗାକୃତି ପ୍ରିଜମ ବେଲେ ତମେ ଦେଖିପାରୁଥିବ ଏମିତି ତାର ଭୂମି ଯୋଉ ଥିବ ପିଲେ ସେଇଟା ବର୍ଗ କ୍ଷେତ୍ର ହେଇଥିବା ଦରକାର। ଓକେ, ଏବଂ ଯୋଉ ଆମେ ପାର୍ଶ୍ୱ ଗୁଡିକ ବି ପାଇବା ପିଲେ ଯୋଉ ପାର୍ଶ୍ୱ ଗୁଡିକ ପାଇବା ଏଇ ପାର୍ଶ୍ୱ ହେଲା, ଏଇ ପାର୍ଶ୍ୱ ହେଲା, ଏଇ ପାର୍ଶ୍ୱ ହେଲା, ତଲ ବି ପାର୍ଶ୍ୱ ହେଲା, ସବୁ ପାର୍ଶ୍ୱ ଗୋଟେ ଗୋଟେ ଯଦି ବର୍ଗ କ୍ଷେତ୍ର ହେଇଗଲା, ଭୂମି ତ ହେଇଥିବ ବର୍ଗ କ୍ଷେତ୍ର। ଓକେ, ଭୂମି ତ ବର୍ଗ କ୍ଷେତ୍ର ହେଇଥିବ, କିନ୍ତୁ ଭୂମି ଯଦି ବର୍ଗ କ୍ଷେତ୍ର ହେଇଗଲା ତାର ଉପର ଅଂଶ ବି ବର୍ଗ କ୍ଷେତ୍ର ହେବ ଏବଂ ତାର ଯୋଉ ଚାରି ପାର୍ଶ୍ୱରେ ଯୋଉ ପୃଷ୍ଠତଳ ଅଛି ସେହି ପୃଷ୍ଠ ଗୁଡିକ ବି ଗୋଟେ ବର୍ଗ କ୍ଷେତ୍ର ହେଇଥିବା ଦରକାର। ତେବେ ଯାଇ ଆମେ ତାହାକୁ କଣ ବୋଲି କହିପାରିବା? ତାକୁ ଆମେ ସମଘନ ବୋଲି କହିପାରିବା। ତମେ ଦେଖିପାରୁଥିବ ଏଇଟା ଗୋଟେ ବି ବର୍ଗ କ୍ଷେତ୍ର, ଏଇଟା ଗୋଟେ ବି ବର୍ଗ କ୍ଷେତ୍ର, ଏଇ ତଳରେ ଅଛି ଏଇଟା ଗୋଟେ ବି ବର୍ଗ କ୍ଷେତ୍ର। ଓକେ, ଉପରେ ଯୋଉ ଅଛି ଉପରେ ବି ବର୍ଗ କ୍ଷେତ୍ର। ଆମେ ଯୋଉ ଯେତୋଟି ବି ପାର୍ଶ୍ୱ ପାଉଛୁ ପିଲେ ସବୁ ପାର୍ଶ୍ୱ ଗୋଟେ ଗୋଟେ ବର୍ଗ କ୍ଷେତ୍ର ହେଇଥିବା ଦରକାର। ତେବେ ଯାଇକି ଆମେ ସେଇ ଘନ ପଦାର୍ଥକୁ କଣ ବୋଲି କହିବା? ଆମେ ସମଘନ ବୋଲି କହିବା। ତମେ ଦେଖିପାରୁଥିବ ସବୁ ପାର୍ଶ୍ୱ ପୁରା ସମାନ କ୍ଷେତ୍ରଫଳ ବିଶିଷ୍ଟ ପିଲେ, ତେଣୁକରି ଏହାକୁ ଆମେ କଣ କହିଥାଉ? ଆମେ ସମଘନ ବୋଲି କହିଥାଉ। ଠିକ ଅଛି। ତାପରେ ଯିବା ପିଲେ ଆମେ ବୁଝିଲୁ କଣ କଣ ବୁଝିଲୁ ପିଲେ? ଆମେ ପ୍ରିଜମ କଣ ବୁଝିଲୁ? ବହୁଫଳକକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା କଣ ପିଲେ? ଗୋଟେ ହେଲା ପ୍ରିଜମ ଆଉ ଗୋଟେ ହେଲା ପିରାମିଡ। ତ ପ୍ରିଜମ ସରିଲା, ଏବେ ପିରାମିଡ ଆସିଲା। ତ ପିରାମିଡ କଣ କହୁଛି ପିଲେ? ଏ ବ୍ରାକେଟର ଅର୍ଥକୁ ଆମେ ବୁଝିବା କେମିତି ଟାଇପର ଆମେ ବସ୍ତୁକୁ ଆମେ ପିରାମିଡ ବୋଲି କହିବା ପିଲେ। ତମେ ଏଠି ଦେଖ ତାର ଗୋଟେ ଭୂମି ଥିବ ପିଲେ, ସେ ଭୂମି କଣ ହେଇଥିବା ଦରକାର? ବହୁଭୁଜ ହେଇଥିବା ଦରକାର। ଏବଂ ଯୋଉ ପାର୍ଶ୍ୱ ଗୁଡିକ ରହିବ ପିଲେ ପାର୍ଶ୍ୱ ପୃଷ୍ଠ ଗୁଡିକ ସେଗୁଡିକ ତ୍ରିଭୁଜ ଆକୃତି ବିଶିଷ୍ଟ ହେଇଥିବା ଦରକାର। ତ ଦେଖ ପିଲେ ଏଠି ଆମେ ଯୋଉ ଡାଇଗ୍ରାମ ପାଉଛୁ, ଓକେ, ଏହାର ଭୂମି ଭୂମି ଗୋଟେ ବହୁଭୁଜ। ଓକେ, ଭୂମି ଗୋଟେ କଣ ପିଲେ? ବହୁଭୁଜ। ଏବଂ ତାର ଯୋଉ ପାର୍ଶ୍ୱ ଗୁଡିକ ରହିଛି ପିଲେ ଏଇ ଯୋଉ ପାର୍ଶ୍ୱ ଗୁଡିକ ତମେ ଦେଖୁଛ ଏଇ ପାର୍ଶ୍ୱ ଗୋଟେ ହେଲା ତ୍ରିଭୁଜ ଆକୃତିର, ଏହି ପାର୍ଶ୍ୱ ଗୋଟେ ହେଲା ଏଇଟା ଗୋଟେ ବି ତ୍ରିଭୁଜ ଆକୃତିର, ଆଉ ଯୋଉ ତଳ ଆଡେ ରହିଛି ପିଲେ ଏଇଟା ଗୋଟେ ବି ତ୍ରିଭୁଜ ଆକୃତିର ପୃଷ୍ଠ। ତ ଏଠାର ଭୂମି ଥିବ ବହୁଭୁଜ କିନ୍ତୁ ପାର୍ଶ୍ୱ ଗୁଡିକ କଣ ଥିବ? ତ୍ରିଭୁଜ ଆକୃତିର ହେଇଥିବା ଦରକାର। ଆଉ କଣ ଥିବ? ତ୍ରିଭୁଜ ଆକୃତିର ହେଇଥିଲେ ତ ଚଳିବନି, ସେମାନଙ୍କର ଗୋଟେ ସାଧାରଣ ଶୀର୍ଷ ବିଶିଷ୍ଟ ହୋଇଥାଏ। ଗୋଟେ ସାଧାରଣ ବିନ୍ଦୁ ବା ଶୀର୍ଷ ବିନ୍ଦୁ ଥିବ ଏଠି। ବୁଝିହେଲା ପିଲେ? ଗୋଟିଏ ବିନ୍ଦୁ ଥିବ ଏଠି। ବୁଝିହେଲା? ଗୋଟିଏ ଶୀର୍ଷ ବିନ୍ଦୁ ଆମେ ଉପରେ ପାଇବୁ। ଏବଂ ଯୋଉ ପାର୍ଶ୍ୱ ଚାରି ପାର୍ଶ୍ୱ ତମେ ଦେଖୁଛ ଚାରିଆଡେ ପ୍ରତ୍ୟେକ ପାର୍ଶ୍ୱ ଗୋଟେ ଗୋଟେ କଣ ପିଲେ? ଗୋଟେ ତ୍ରିଭୁଜ ଆକୃତିର ହେଇଥିବା ଦରକାର।
ତେବେ ସେହିପରି ଆମେ ଚିତ୍ରକୁ ବା ସେହିପରି ବସ୍ତୁକୁ ଆମେ କଣ କହିବା ଆମେ ପିରାମିଡ ବୋଲି କହିବା। ଏଠି ତମେ ଦେଖିପାରୁଥିବା ବେଲେ ଏମିତି ଯାଉଛି ଆଉ ଏମିତି ଆସିଛି ଏମିତି ଅଛି। ତ ଏଇ ଟାଇପର ଆମେ ଯୋଉ ବସ୍ତୁ ପାଇଥାଉ ଏଇ ଟାଇପର ବସ୍ତୁକୁ ଆମେ କଣ କହିଥାଉ ପିରାମିଡ ବୋଲି କହିଥାଉ। ଓକେ। ଏବଂ ପିରାମିଡକୁ ଚିହ୍ନିବା ବହୁତ ସହଜ ପିଲେ, କାହିଁକି ଉପରେ ଗୋଟିଏ ଶୀର୍ଷ ହିଁ ଥାଏ। କିନ୍ତୁ ତମେ ଯଦି ଦେଖିବ ଏଠି ପ୍ରିଜମର କଥା ଚିନ୍ତା କରିବ, ପ୍ରିଜମର ଦେଖ ପିଲେ ଗୋଟେ ଶୀର୍ଷ ନାହିଁ ପିଲେ। ତ ସେଇଟା ହଉଛି ସହଜ ଉପାୟ କାହାକୁ ଚିହ୍ନିବା ପାଇଁ, ପିରାମିଡକୁ ଚିହ୍ନିବା ପାଇଁ। ଓକେ। ତାପରେ ପିଲାମାନେ ଆଉ ଗୋଟେ ସ୍ୱତନ୍ତ୍ର ଟାଇପର ଆମେ ପିରାମିଡ ପାଉଛୁ ପିଲେ। ଏବଂ ଏଠି କଣ ହେଉଛି ପିଲେ ଏଇ ପିରାମିଡରେ ଯଦି ଯେଉଁ ତ୍ରିଭୁଜାକୃତି ବିଶିଷ୍ଟ ପିରାମିଡର ଗୋଟେ ତ୍ରିଭୁଜ ଆକୃତିର ଯୋଉ ପିରାମିଡ ଅଛି ତାର ପ୍ରତ୍ୟେକ ପାର୍ଶ୍ୱ ଗୋଟେ ଗୋଟେ ଯଦି ତ୍ରିଭୁଜ ହେଇଗଲା ପିଲେ ଯାହାକୁ ଆମେ କଣ କହିବା ଟେଟ୍ରାହେଡ୍ରନ ବୋଲି ଆମେ କହିବା। ଓକେ। ତ ଗୋଟେ ତ୍ରିଭୁଜ ଆକୃତି ତମେ ଦେଖିପାରୁଥିବ, ଏଇଟା ଗୋଟେ ହେଲା ତ୍ରିଭୁଜ ଆକୃତିର ଆମେ କଣ ପାଉଛୁ ଆମେ ତ୍ରିଭୁଜ ଆକୃତିର ଗୋଟେ ପାର୍ଶ୍ୱ ଆମେ ପାଉଛୁ। ଓକେ। ତ ତ୍ରିଭୁଜ ଆକୃତି ବିଶିଷ୍ଟ ପିରାମିଡର ପ୍ରତ୍ୟେକ ପାର୍ଶ୍ୱ ଏହାର ପ୍ରତ୍ୟେକ ପାର୍ଶ୍ୱ ଗୋଟେ ଦେଖ, ଏଇ ପାର୍ଶ୍ୱକୁ ତମେ ଦେଖିବ ଏଇଟା ଗୋଟେ ତ୍ରିଭୁଜ ହେଲା ଏବଂ ଏଇ ପାର୍ଶ୍ୱକୁ ଦେଖ ପିଲେ ଏଇ ପାର୍ଶ୍ୱ ମୁଁ ଯୋଉ ଡ୍ର କରୁଛି ଏଇଟା ଗୋଟେ ବି ତ୍ରିଭୁଜ ହେଲା ଏବଂ ଏଇଟା ଗୋଟେ ତ୍ରିଭୁଜ ପିଲେ। ତ ଯୋଉ ତିନୋଟି ପାର୍ଶ୍ୱ ଆମେ ପାଉଛୁ ତିନୋଟି ପାର୍ଶ୍ୱ ବି ଗୋଟେ ଗୋଟେ ତ୍ରିଭୁଜ। ଓକେ। ତେଣୁକରି ଏହାକୁ ଆମେ କଣ କହିଥାଉ ଆମକୁ ଟେଟ୍ରାହେଡ୍ରନ ବୋଲି ଆମେ କହିଥାଉ। ଏଠି ତମେ ଦେଖିପାରୁଥିବ ଆଉ ଲେଖିବା ଦରକାର ନାହିଁ, ଟେଟ୍ରାହେଡ୍ରନ ବୋଲି ଆମେ କହିଥାଉ। ଓକେ। ଏବଂ ଯଦି ଏଇ ତ୍ରିଭୁଜ ଗୁଡିକ ସର୍ବସମ ହେଇଯିବ ପିଲେ, ସମବାହୁ ତ୍ରିଭୁଜ ହେଇଯିବ, ଓକେ, ସବୁ ସମାନ ହେଇଯିବ ବୋଲେ ଆମେ ତାକୁ କହିବା ସୁଷମ ଓକେ ଟେଟ୍ରାହେଡ୍ରନ ବୋଲି ଆମେ କହିପାରିବା ବା ଇଂରାଜୀରେ ଆମେ ରେଗୁଲାର ଟେଟ୍ରାହେଡ୍ରନ ବୋଲି ଆମେ କହିଥାଉ ପିଲେ। ଓକେ। ତ ଯେଉଁ ପିରାମିଡର ପ୍ରତ୍ୟେକ ପାର୍ଶ୍ୱ ଓକେ ପ୍ରତ୍ୟେକ ପାର୍ଶ୍ୱ ଗୋଟେ ଗୋଟେ ତ୍ରିଭୁଜ ଆମେ ତାହାକୁ ଟେଟ୍ରାହେଡ୍ରନ ବୋଲି କହିବା। ତମେ ଏଠି ଦେଖିପାରୁଥିବ ସବୁ ପାର୍ଶ୍ୱକୁ ତମେ ଦେଖିପାରୁଥିବ ସବୁ ପାର୍ଶ୍ୱ ଏଠି ଯେତେ ବି ପାର୍ଶ୍ୱ ଅଛି ପିଲେ ଆମେ କେତୋଟି ପାର୍ଶ୍ୱ ପାଉଛୁ ପିଲେ 3 ଆଉ 1 4 ଚାରୋଟି ଯୋଉ ପାର୍ଶ୍ୱ ପାଉଛୁ ସବୁ ପାର୍ଶ୍ୱ ଗୋଟେ ଗୋଟେ ତ୍ରିଭୁଜ। ତେଣୁକରି ଏହାକୁ ଆମେ କଣ କହିବା ଟେଟ୍ରାହେଡ୍ରନ ବୋଲି ଆମେ କହିବା। ଓକେ। ତାପରେ ଜାଣିବା ପିଲେ ଏଇ ଯୋଉ ପାର୍ଶ୍ୱ କହୁଛୁ ଧାର କହୁଛୁ ଶୀର୍ଷ କହୁଛୁ କାହାକୁ କଣ କହିବା ଏଇଟା ଜାଣିବା ବହୁତ ଦରକାର ପିଲେ। ତ ପାର୍ଶ୍ୱ ଆମେ କେମିତି ପାଇଥାଉ ପିଲେ, ପ୍ରତ୍ୟେକ ବହୁଫଳକ ଯେତେ ବି ବହୁଫଳକ ଅଛି ପିଲେ କେତେ ଗୁଡିଏ ବହୁଭୁଜାକୃତି ବିଶିଷ୍ଟ କ୍ଷେତ୍ରକୁ ନେଇ ଗଠିତ ତାହାକୁ ବହୁଫଳକର ପାର୍ଶ୍ୱ କୁହାଯାଏ। ତମେ ଦେଖ ପିଲେ ଏଠି ଯୋଉ ଆମେ ଟେଟ୍ରାହେଡ୍ରନ ବନେଇଛୁ ଓକେ ଆମେ ପାର୍ଶ୍ୱ କାହାକୁ କହିବା କେତେ ଗୁଟେ ବହୁଭୁଜ ଆକୃତିର ବାହୁ ମାନଙ୍କୁ ନେଇକରି ଗୋଟେ ଓକେ ପିଲେ ବହୁଭୁଜାକୃତି ବିଶିଷ୍ଟ କ୍ଷେତ୍ର ଗଠିତ ହେଇଛି। ବହୁଭୁଜ ଏଇଟା ଗୋଟେ ବି ବହୁଭୁଜ, ତ୍ରିଭୁଜକୁ ଆମେ ବହୁଭୁଜ କହିପାରିବା। ତ ଏଇ ଯୋଉ ବହୁଭୁଜକୁ ନେଇକି ଯୋଉ କ୍ଷେତ୍ର ଗଠିତ ହେଲା ପିଲେ ଓକେ ଏମିତି ଆମେ ଯୋଉ କ୍ଷେତ୍ର ପାଉଛୁ ଏଇ କ୍ଷେତ୍ରକୁ ଏଇ କ୍ଷେତ୍ରକୁ ଆମେ କଣ କହିବା ଆମେ ପାର୍ଶ୍ୱ କହିବା। ଏମିତି କେତୋଟି ପାର୍ଶ୍ୱ ଅଛି ଏଇଟା ଗୋଟେ ବି ପାର୍ଶ୍ୱ ହେଲା ଏଇଟା ଗୋଟେ ବି ପାର୍ଶ୍ୱ ହେଲା ଆଉ ଯୋଉ ପଛ ଆଡେ ଅଛି ପିଲେ ଏଇଟା ଏ ଭିତରେ ଗୋଟେ ଯୋଉ ଅଛି ସେଆଡୁ ବି ଗୋଟେ ପାର୍ଶ୍ୱ ହେଇପାରିବ। ତ ଫେସ୍ କହିଥାଉ ଇଂରାଜୀରେ ଆମେ କଣ କହିଥାଉ ଫେସ୍ ବୋଲି ବି କହିଥାଉ। ଓକେ। ତ ପାର୍ଶ୍ୱ ଜାଣିବା ବହୁତ ସହଜ ଉପାୟ ପିଲେ, ଫେସ୍ କୁ ଜାଣିଦେଲେ ପାର୍ଶ୍ୱ ଜାଣି ହେଇଯିବ। ଓକେ। ତ ଯୋଉ ବହୁଭୁଜ ଭିତରେ ଯୋଉ କ୍ଷେତ୍ର ରହିଲା ପିଲେ ସେଇ କ୍ଷେତ୍ରକୁ ଆମେ କଣ କହିବା ଫେସ୍ ବୋଲି କହିବା। ଏବଂ ଏଠି ଯୋଉ ଦେଖ ପିଲେ ଧାର କଥା ଆମେ ଚିନ୍ତା କରିବା ଧାର କାହାକୁ ଆମେ କହିବା ଯଦି ପାର୍ଶ୍ୱ ଗୁଡିକ ଯଦି ପିଲେ ମିଶି ଯାଉଛନ୍ତି ପିଲେ ସେମାନେ ଗୋଟେ ରେଖାଖଣ୍ଡ ତିଆରି କରୁଛନ୍ତି ପିଲେ। ଏଠି ଦେଖ ପିଲେ ଧାର ଯୋଉ ଦେଖା ହେଇଛି ପିଲେ ଏଇ ଯୋଉ ଧାର ପାର୍ଶ୍ୱ ଗୁଡିକ ଯୋଉ ମିଶି ଯାଇଛନ୍ତି ଠିକ ଅଛି ପିଲେ ଯୋଉ ଦୁଇଟି ପାର୍ଶ୍ୱ ମିଶିଗଲେ ଏଠି ଏଠି ଗୋଟେ ପାର୍ଶ୍ୱ ଆଉ ପଛଆଡେ ଗୋଟେ ଯୋଉ ପାର୍ଶ୍ୱ ଅଛି ସେଇ ପାର୍ଶ୍ୱ ଗୁଡିକ ମିଶିଗଲା ପରେ ଯୋଉ ଲାଇନ ଗୋଟେ ତିଆରି ହଉଛି ପିଲେ ତାହାକୁ ଆମେ କଣ କହିଥାଉ ଧାର କହିଥାଉ ଆଉ ଇଂରାଜୀରେ ଏଜ୍ ବୋଲି କହିଥାନ୍ତି। ଇଂରାଜୀରେ କଣ କହିଥାନ୍ତି ଏଜ୍ ବୋଲି କହିଥାନ୍ତି। ଏଠି ତମେ ଦେଖିବ ଏଇଟା ଗୋଟେ ପାର୍ଶ୍ୱ ଏଇଟା ଗୋଟେ ପାର୍ଶ୍ୱ ଏଇ ଦୁଇଟି ପାର୍ଶ୍ୱ ମିଶିଗଲା ପରେ ଏଠି ଯୋଉ ଲାଇନ ଗୋଟେ କ୍ରିଏଟ ହେଲା ପିଲେ ଯୋଉ ଧାର ଗୋଟେ କ୍ରିଏଟ ହେଲା ଓକେ ଆମେ ଏହାକୁ ଧାର ବୋଲି କହିଥାଉ। ଓକେ ଏ ଲାଇନ ଟାଇପ ର ଯୋଉ କ୍ରିଏଟ ହେଲା ଏଠି ଏହାକୁ ଆମେ ଧାର ବୋଲି କହିଥାଉ। ସେମିତି ଏଇଟା ଗୋଟେ ବି ଏଠି ବି ଏଇ ଯୋଉ ପୃଷ୍ଠ ତଳ ଏଇ ପୃଷ୍ଠ ମିଶି ଗଲା ପରେ ଏଠି ଯୋଉ ଧାର ବନୁଛି ବୋଲେ ଏଇଟା ଗୋଟେ ଧାର ଏଇଟା ମିଶି ଗଲା ପରେ ଏଠି ଗୋଟେ ଧାର ବନୁଛି ବୋଲେ ଏମିତି ଦୁଇଟି ପାର୍ଶ୍ୱ ଯେତେବେଳେ ମିଶି ଯାଉଛି ପିଲେ ଗୋଟେ ରେଖାଖଣ୍ଡ ତିଆରି ହେଇଯାଉଛି ଏବଂ ସେଇ ରେଖାଖଣ୍ଡକୁ ଆମେ କଣ କହିଥାଉ ଏଇ ଫଳକ ଓକେ ପିଲେ ଏଇ ଯୋଉ ବହୁ ଫଳକ ଆମେ ପାଉଛୁ ଏଇ ବହୁ ଫଳକର ଆମେ ଧାର ବୋଲି କହିବା। ଓକେ। ତାପରେ ଆସିଗଲା ଶୀର୍ଷ ପିଲାମାନେ, ଶୀର୍ଷ ଆମେ କାହାକୁ ବୁଝିବା ଯଦି ଦୁଇରୁ ଅଧିକ ଧାର ପିଲେ ଓକେ ଦୁଇରୁ ଅଧିକ ଧାର ଯେଉଁ ଜାଗାରେ ମିଶୁଛନ୍ତି ପିଲେ ଯେଉଁ ଜାଗାରେ ସେମାନଙ୍କର ମିଳନ ହଉଛି ଓକେ ସେଇ ଜାଗାରେ ଗୋଟେ ବିନ୍ଦୁ ସୃଷ୍ଟି ହବ। ସେଇ ଜାଗାରେ କଣ ସୃଷ୍ଟି ହବ ଗୋଟେ
बिंदु सृष्टि होउची एवं सही बिंदु को आमे कौन कहबा सही बिंदु को आमे कहबा शीर्ष बोली के ठीक अछि तो एठी गोटे बिंदु सृष्टि होला कि नै पिले एठी तीनोटी दुई रु अधिक धार मिसि जाय दुईटी धार से कहउछ पिले दुईटी पृष्ठतल मिसि गला परे गोटे धार तयारी होला पिले एवं तीनोटी पृष्ठतल मिसि गला परे गोटे बिंदु बा गोटे शीर्ष एठी तयारी होउछ ठीक अछि तो पार्श्व कोण धार कोण शीर्ष कोण आमे ठीक भाबरे बुझी गलो तापरे आसिला पिले यूलरଙ୍କ सूत्र ओके तमे देखि पारुथिबो यूलर ओके एटा जने स्विस गणितज्ञ ଏବଂ से गोटे सूत्र ଦେଇଥିଲେ पिले बहुत बढ़िया सूत्र सेटा को ଆମେ कोन कहिताउ पिले v कहिताउ f कहिताउ e कहिताउ ଆଉ v f e को नेकी जो गोटे सूत्र तयारी होइछि ताहाको ଆମେ कहिताउ यूलरଙ୍କ सूत्र बोली कहबे v f e जो अछि पिले v f कोन पिले सेटा v बेले देखो पिले एठी v अछि v बेले वर्टेक्स ओके ए जो शीर्ष अछि पिले शीर्ष को आमे कोन कहिताउ v बोली कहबा ओके तापरे एटा गोटे शीर्ष एटा को भी v बोली कहबा हम वर्टेक्स बोली कहंती इंग्लिश रे एवं पिले जो धार तयारी हला पिले धार को हम इंग्लिश रे कोन कहतो एज एज बोली कहिताउ एज तो एहारो निकनेम कोन होई जबो ई एहारो निकनेम कोन होई गेला v एवं एटा गोटे फेस ओके पार्श्व संख्या तो को बहुफल करे केतोटी शीर्ष संख्या अछि केतोटी पार्श्व संख्या अछि एवं केतोटी धार संख्या अछि जानिबा ओके तापरे आमे जो एठी कैलकुलेशन करिबा v और f को मिसई देबा पिले ओके शीर्ष संख्या और पार्श्व संख्या को मिसई देबा और धार संख्या काटी देबा पिले आमे ऑलवेज आमे कोन पाई थाउ आमे 2 पाई ठीक अछि तो v प्लस f माइनस e इक्वल टू 2 एठी बहुत क्वेश्चन भी आसी पारे पिले तमे देखिबा कि आगो को कोन अछि कि आगो को अछि कि जो टेट्राहेड्रन पाउछु टेट्राहेड्रन रे केतोटी शीर्ष अछि केतोटी पार्श्व अछि केतोटी धार अछि एवं जो यूलर का जो सूत्र रहुछि सेही सूत्र एठी हमें टेस्ट करिबा और देखिबा कि v और f को मिसई देले एवं e को माइनस करि देले 2 हमकु मिलुछि कि नै हमें देखिबा पले ओके तो फास्ट रे हमें कोन देखिबा टेट्राहेड्रन कोन बुझिबा टेट्राहेड्रन टेट्राहेड्रन तमे एठी डायग्राम देखुथिबो पले एटा होछि टेट्राहेड्रन यार शीर्ष संख्या केते देखो पले एटा गोटे शीर्ष एटा गोटे शीर्ष एटा गोटे शीर्ष ओके देखा जाउ नथिबो पले मो एठी तमन को ओके मो हाइड हे जाउछि ओके तो एठी हमें जो शीर्ष गुडा को पाउछु एटा गोटे शीर्ष एवं एठी गोटे शीर्ष पाउछु पले तो हमें टोटल केतोटी शीर्ष पाइलो पले हमें चारोटी शीर्ष एठी पाउछु एठी अछि 4 तमे देखि पारुथबो एठी 4 अछि तापरे पार्श्व संख्या पले पार्श्व संख्या तो इयाडे पूरा ए पार्श्व गोटे एमिति ऊपर तीनोटी पार्श्व अछि तले गोटे पार्श्व चारि पार्श्व तो पार्श्व संख्या केते हेगला 4 हेगला सेमते धार संख्या धार केतोटी धार अछि एठी हमें गणी पारिबा एटा गोटे धार 1 एटा गोटे धार 2 एटा गोटे धार 3 ओके 4 5 6 एमिति हमें 6 टी धार पाउछु कोठी हमें टेट्राहेड्रन रे तमे देखि पारथिबा टेट्राहेड्रन रे 6 टी धार अछि ओके एवं एबे हमें देखिनु v पाई गलु f पाई गलु पले e पाई गलु तो v और f को मिसई देबा 4 + 4 8 हे गेला 8 रो तापरे e को काटी देबा ओके 8 प्लस 8 माइनस 6 ना पले 2 हमें पाइलु बस सेमिति जदि तमे आयत घन कथा चिंता करिबा पले ठीक भाबरे शीर्ष संख्या को गण पले 1 2 3 आउ 4 याडे 4 पले याडे 4 एमते टोटल शीर्ष संख्या केते हे गेला 8 हे गेला ठीक अछि पे पार्श्व संख्या गणिबा पले पार्श्व केते अछि पले ऊपरे आउ तले दुईटा ओके 2 ए साइड रे 2 4 एवं फ्रंट रे और बैक रे ओके 6 एमिति हमें 6 टी कोन पाउछु पार्श्व हमें पाउछु ओके आउ धार केतोटी अछि पले तमे गणिबो एठी 1 2 3 4 याडे 4 अछि याडे 4 8 ओके याडे दुईटा अछि 9 10 याडे दुईटा अछि 11 12 4 4 8 4 12 टोटल 12 टा धार संख्या अछि पले ओके सेही परी आमे जदि जेते बेले v f आउ e मिस हम पाई जाउछु पले v प्लस f माइनस e गले आमे केते पाउछु पले 8 6 14 14 रु आमे कोन काटिबा 12 काटिबा आमे केते पाइबा 2 पाइबा ओके सेही परी पंचभुजाकृति विशिष्ट प्रिज्म को देखो पले एठी भी आमे बहुत सारा शीर्ष पाउछु ओके 1 2 3 4 5 ओके 5 टी पाइलो तले सेही भली 5 टी दिबो 5 5 केते हिजबो पले 10 हिजबो आउ पार्श्व संख्या केते हो पले 1 2 याडे 3 याडे 4 याडे 5 5 हे गेला ऊपरे 6 आ तले 7 ओके एमिति आमे पार्श्व संख्या केतेटा पाइबा आमे 7 टी पाइबा सेमति धार संख्या चिंता कले केते हो पले ऊपरे केतोटी अछि ऊपरे 5 टी तले 5 10 ओके आओ
এইটা ଯୋଉ ପାଉଛୁ ଆମେ 10 ହେଲେ 11 12 13 ଏଠି 14 ଥିବ ଏଠି ଗୋଟେ ଥିବ 15 ଓକେ ବୁଝିପାରିଲ 15ଟି ଅଛି ତ 15ଟି ଆମେ ଧାର ଏଠି ପାଉଛୁ ନ ବୁଝିପାରିଲେ ଦେଖ ପିଲା ଆଉ ଥରେ ମୁଁ କହିଦଉଛି ଓକେ এইটা ଗୋଟେ 1 2 3 4 5 ପାଞ୍ଚଟା ଧାର ସେପରି ତଲେ ପାଞ୍ଚଟା ଥିବ ତ 5 ପ୍ଲସ୍ 5 କେତେ ହେଇଗଲା 10 ଓକେ ଆଉ ପାଞ୍ଚଟି ଆମେ ଖୋଜିବା ଓକେ এইটা ଗୋଟେ 1 এইটা ଗୋଟେ 2 ଇଆଡେ ଗୋଟେ ଥିବ 3 ଇଆଡେ ଗୋଟେ ଥିବ 4 ଇଆଡେ ଗୋଟେ ଥିବ 1 5 ଟୋଟାଲ ଏମିତି ଆମେ ପାଞ୍ଚଟି ଆଉ ଅଧିକା ପାଉଛୁ ତ 10 ପ୍ଲସ୍ 5 କେତେ ହେଇଗଲା 15 ହେଇଗଲା ଓକେ ତ ଏହାର ଯୋଉ ଧାର ସଂଖ୍ୟା ଆମେ କଣ ପାଇଲୁ 15 ଏବଂ 10 ଆଉ 7 କୁ ମିଶେଇ ଦେଲେ 17 17 ରୁ 15 କାଟିଲେ 2 ସେ ଏକ୍ଜାକ୍ଟଲି ସମାନ ଜିନିଷ ହିଁ ପାଉଛୁ ସେଇପରି ତମେ ଯଦି ଏହାକୁ ଦେଖିବ ପିଲେ କଣ ପିଲେ ଏଇଟା ପଞ୍ଚଭୁଜାକୃତି ବିଶିଷ୍ଟ ପ୍ରିଜମ ତ ଗଲା ତାପରେ ତ୍ରିଭୁଜାକୃତି ବିଶିଷ୍ଟ ପ୍ରିଜମ ଏଇଟା ହଉଛି ଓକେ ତ୍ରିଭୁଜାକୃତି ପ୍ରିଜମ କୋଉଟା ତ୍ରିଭୁଜାକୃତି ପ୍ରିଜମ ଏଠି ଅଛି କି ପିଲେ ଏଇଟା ହଉଛି ତ୍ରିଭୁଜାକୃତି ପ୍ରିଜମ ଏଇ ତ୍ରିଭୁଜାକୃତି ଯୋଉ ପ୍ରିଜମ ପାଉଛ ଏହାର ବି ଶୀର୍ଷ ସଂଖ୍ୟା ଗଣିବ ପିଲେ 1 2 3 ଏମିତି ତଲେ 6 ତିନି ତିନି ମିଶିକି 6 ହେଇଗଲା ସବୁ ଫେସ୍ କୁ ଦେଖିବ ତାର ଧାରକୁ ଦେଖିବ ଏବଂ ତମେ ସବୁବେଳେ କଣ ପାଇବ 2 ହିଁ ପାଇବ ଓକେ ତ ଏଇଟା ଥିଲା ୟୁଲରଙ୍କ ସୂତ୍ର ପିଲେ v ପ୍ଲସ୍ ଏଫ୍ ମାଇନସ୍ e ଇକ୍ୱାଲ ଟୁ 2 ଓକେ ଠିକ ଅଛି ତ ଏତିକି ହିଁ କନସେପ୍ଟ ଥିଲା ଏଇ କନସେପ୍ଟ ଗୁଡିକ ଆମେ ଯଦି ଭଲସେ ବୁଝିଲୁ ଶୁଣିଲୁ ତାହେଲେ ଆମେ ଅନୁଶୀଳନୀ କରିପାରିବା ଅଦରୱାଇଜ ଆମେ ଠିକ ସେ କରିପାରିବାନି ଓକେ ଥ୍ୟାଙ୍କ ୟୁ